ତୁମେ ସାଧାରଣ ନୁହେଁ, କିନ୍ତୁ ତୁମେ ନିଜକୁ ସାଧାରଣ ବୋଲି ଭାବୁଛ। ଏହା ହିଁ ସବୁଠୁ ବଡ଼ ସମସ୍ୟା। ଦେଖ, ଏ ପୃଥିବୀରେ ଯେତେ ମଣିଷ ଅଛନ୍ତି ସେମାନେ ସବୁଠି ଅଲଗା, ସବୁଠି ଭିନ୍ନ। କିନ୍ତୁ ଅଧିକାଂଶ ଲୋକ ନିଜ ମନରେ ଏକ ଛୋଟ ଘେରା ଆଙ୍କି ଦେଇଥାନ୍ତି ଏବଂ ସେ ଘେରା ମଧ୍ୟରେ ନିଜକୁ ବନ୍ଦୀ କରିଦିଅନ୍ତି। ତୁମର ସ୍ୱପ୍ନ ବଡ଼, ତୁମର ଶକ୍ତି ବଡ଼, ତୁମର ସମ୍ଭାବନା ଅସୀମ, କିନ୍ତୁ ତୁମର ଚିନ୍ତାଧାରା ଯଦି ଛୋଟ, ତେବେ ସେହି ବଡ଼ ଶକ୍ତି କେବେ ବାହାରି ପାରିବ ନାହିଁ। ଜୀବନରେ ସବୁଠୁ ବଡ଼ ଯୁଦ୍ଧ ବାହାରେ ହୁଏ ନାହିଁ, ତାହା ତ ଜାଣିଛ ତୁମେ। ମନର ଭିତରେ ଚାଲେ। ଯେଦିନ ତୁମେ ନିଜ ମନକୁ ଜିତିବ, ସେଦିନ ତୁମର ଜୀବନ ବଦଳିଯିବା ଆରମ୍ଭ ହେବ। ତୁମେ ଦେଖିଥିବ ଯେ କେତେ ଲୋକ ସମାନ ପରିସ୍ଥିତିରୁ ଆସି ମଧ୍ୟ ବଡ଼ ସଫଳତା ହାସଲ କରନ୍ତି। କାହା ପାଖରେ ଅଧିକ ଟଙ୍କା ନଥିଲା, କାହା ପାଖରେ ଅଧିକ ସହାୟତା ନଥିଲା, କିନ୍ତୁ ସେମାନଙ୍କ ପାଖରେ ଏକ ଜିନିଷ ଥିଲା, ଠିକ୍ ଚିନ୍ତାଧାରା। ସେମାନେ ନିଜକୁ କେବେ ସାଧାରଣ ବୋଲି ଭାବିନଥିଲେ। ସେମାନେ ନିଜକୁ ପଚାରିଲେ, ମୁଁ କାହିଁକି ନୁହେଁ? ଏବଂ ସେହି ପ୍ରଶ୍ନ ତାଙ୍କ ଜୀବନକୁ ନୂଆ ଦିଗ ଦେଲା। ତୁମେ ମଧ୍ୟ ନିଜକୁ ପଚାର, ଯଦି ଅନ୍ୟ ଲୋକ ପାରୁଛନ୍ତି, ତେବେ ତୁମେ କାହିଁକି ନୁହେଁ? ଅନେକ ସମୟରେ ତୁମେ ଭାବିଥାଅ ଯେ ମୋ ପାଖରେ ସେ ସୁଯୋଗ ନାହିଁ, ମୋ ପାଖରେ ସେ ଶକ୍ତି ନାହିଁ, ମୋ ପାଖରେ ସେ ଭାଗ୍ୟ ନାହିଁ। କିନ୍ତୁ ସତ କଥା କହିବାକୁ ଗଲେ, ତୁମେ ନିଜକୁ ଯେତେ ଛୋଟ ଭାବୁଛ, ସେତେ ଛୋଟ ହେଉନ। ଦେଖ, ମନ ଏକ ଚାଷ ଜମି ଭଳି। ତୁମେ ଯେଉଁ ଚିନ୍ତାରେ ବୀଜ ପୋତିବ, ସେ ଫଳ ମିଳିବ। ଯଦି ତୁମେ ସବୁବେଳେ ଡର, ସନ୍ଦେହ, ଆଲସ ଓ ନିଜକୁ ଛୋଟ ଭାବିବାର ବୀଜ ପୋତିବ, ତେବେ ତୁମ ଜୀବନରେ ସେହି ଗଛ ହିଁ ଗଜିବ। କିନ୍ତୁ ଯଦି ତୁମେ ବିଶ୍ୱାସ, ପରିଶ୍ରମ ଓ ବଡ଼ ସ୍ୱପ୍ନର ବୀଜ ପୋତିବ, ତେବେ ତୁମର ଜୀବନ ଫଳବତୀ ହେବ। ମନେ ରଖ, ପୃଥିବୀ ତୁମକୁ ଯେପରି ଦିଶୁଛି ସେପରି ନୁହେଁ। ତୁମେ ନିଜକୁ ଯେପରି ଦେଖ, ଜୀବନ ସେହିପରି ହୋଇଯାଏ। ଯଦି ତୁମେ ନିଜକୁ ଦୁର୍ବଳ ଭାବୁଛ, ସମସ୍ୟା ତୁମକୁ ହରାଇ ଦେବ। ଯଦି ତୁମେ ନିଜକୁ ଶକ୍ତିଶାଳୀ ଭାବୁଛ, ସେହି ସମସ୍ୟା ତୁମ ପାଇଁ ପାଠ ହେବ। ଅସୁବିଧା ଆସିଲେ ଭାଙ୍ଗି ପଡ଼ ନାହିଁ, କାରଣ ହୀରା ଚାପରେ ହିଁ ତିଆରି ହୁଏ। ସୁନା ଅଗ୍ନି ପଡ଼ିଲେ ହିଁ ଦ୍ରବ୍ୟମାନ ହୁଏ। ଠିକ୍ ସେହିପରି ମଣିଷ ଅସୁବିଧା ମାଧ୍ୟମରେ ହିଁ ଶକ୍ତିଶାଳୀ ହୁଏ। ହୋଇପାରେ ତୁମେ ଅନେକ ଥର ଫେଲ୍ ହୋଇଛ, ହୋଇପାରେ ଲୋକମାନେ ତୁମକୁ ଅପମାନ କରିଛନ୍ତି, ହୋଇପାରେ ତୁମ ଚେଷ୍ଟାକୁ କେହି ମୂଲ୍ୟ ଦେଉନାହାନ୍ତି। କିନ୍ତୁ ଗୋଟିଏ କଥା ମନେ ରଖ, ଯେତେବେଳେ ଗଛ ବଢ଼ିବା ଆରମ୍ଭ କରେ, ସେତେବେଳେ କେହି ତାକୁ ଦେଖନ୍ତି ନାହିଁ, କିନ୍ତୁ ସେ ମାଟି ତଳେ ନିଜ ମୂଳକୁ ଶକ୍ତ କରୁଥାଏ। ସମୟ ଆସିଲେ ସେହି ଗଛ ଛାୟା ଦେଇଥାଏ। ତୁମ ପରିଶ୍ରମ ମଧ୍ୟ ଏମିତି। ଆଜି ଫଳ ନ ଦିଶିପାରେ, କିନ୍ତୁ ଆଗାମୀ କାଲି ତୁମ ଜୀବନକୁ ଛାୟା ଦେବ। ଅନ୍ୟମାନଙ୍କ ସହିତ ତୁମର ତୁଳନା କରିବା ବନ୍ଦ କର। ସୂର୍ଯ୍ୟ ଓ ଚନ୍ଦ୍ର କେବେ ଗୋଟିଏ ସମାଜରେ ଉଡ଼ନ୍ତି ନାହିଁ, ତଥାପି ସେମାନେ ଆଲୋକ ଦେଇଥାନ୍ତି। ତୁମର ସମୟ ଆସିବ, କିନ୍ତୁ ସେଥିପାଇଁ ଧୈର୍ଯ୍ୟ ଓ ନିଜ ଉପରେ ବିଶ୍ୱାସ ଦରକାର। ତୁମେ ଯେତେବେଳେ ନିଜକୁ ବିଶ୍ୱାସ କରିବ, ସେତେବେଳେ ଦୁନିଆ ମଧ୍ୟ ତୁମକୁ ବିଶ୍ୱାସ କରିବ। ତୁମର ମନକୁ ଶିକ୍ଷିତ କର। ପ୍ରତିଦିନ ନିଜକୁ କହ, ମୁଁ ପାରିବି, ମୁଁ କରିବି ଆଉ ମୁଁ ଜିତିବି। ଏହା କେବଳ ଶବ୍ଦ ନୁହେଁ, ଏହା ଶକ୍ତି। ତୁମର ମନ ଯାହା ଶୁଣେ ତାକୁ ବିଶ୍ୱାସ ମଧ୍ୟ କରେ। ଯଦି ତୁମେ ନିଜକୁ ପଜିଟିଭ୍ କଥା କହିବ, ତୁମର ମନ ଠିକ୍ ସେହିପରି ଶକ୍ତିଶାଳୀ ହେବ। ସେଥିପାଇଁ ଆଜିଠାରୁ ନିଷ୍ପତ୍ତି ନିଅ ଯେ ତୁମେ ସାଧାରଣ ଜୀବନ ନୁହେଁ, ଅସାଧାରଣ ଜୀବନ ବଞ୍ଚିବ। ଛୋଟ ଚିନ୍ତା ଛାଡ଼, ବଡ଼ ସ୍ୱପ୍ନ ଦେଖ। ବିଫଳତାକୁ ଡରନି, କାରଣ ବିଫଳତା ସଫଳତାର ଶିକ୍ଷକ। ଯେ ମଣିଷ ପଡ଼ିବାକୁ ଡରେ, ସେ କେବେ ଦୌଡ଼ିପାରେ ନାହିଁ। ଯେ ମଣିଷ ଚେଷ୍ଟା କରେ, ସେ କେବେ ହାରେ ନାହିଁ। ତୁମ ଭିତରେ ଅସୀମ ଶକ୍ତି ଅଛି। ତୁମ ହୃଦୟରେ ସ୍ୱପ୍ନ ଅଛି, ତୁମ ମନରେ ଭାବନା ଅଛି। ସେଗୁଡ଼ିକୁ ମାତ୍ର ଜାଗୃତ କରିବା ଦରକାର। ଯେତେବେଳେ ତୁମେ ନିଜ ଚିନ୍ତାକୁ ବଦଳାଇବ, ତୁମ ଦୁନିଆ ବଦଳିଯିବ। ଦ୍ୱାର ବାହାରୁ ବନ୍ଦ ନୁହେଁ, ତୁମର ମନ ଭିତରେ ବନ୍ଦ ଅଛି। ମନର ଦ୍ୱାର ଖୋଲ। ଦେଖ, ତୁମ ପାଇଁ କେତେ ସୁଯୋଗ ଅପେକ୍ଷା କରୁଛନ୍ତି। ଜୀବନ ଗୋଟେ ଥର ମିଳେ। ଡରି ଡରି, ସନ୍ଦେହରେ, ନିଜକୁ ଛୋଟ ଭାବି ଏହାକୁ ବ୍ୟର୍ଥ କରନି। ତୁମେ ଜନ୍ମ ନେଇଛ ଗୋଟେ କାରଣରେ। ତୁମ ଜୀବନର ଏକ ମୂଲ୍ୟ ଅଛି। ତୁମ ଅସ୍ତିତ୍ୱର ଅର୍ଥ ଅଛି। ସେ ଅର୍ଥକୁ ଖୋଜିବା ପାଇଁ ତୁମେ ଆଗକୁ ବଢ଼ିବାକୁ ପଡ଼ିବ। ଯେତେବେଳେ ରାତି ଅଧିକ ଅନ୍ଧାର ହୁଏ, ସେତେବେଳେ ସକାଳ ନିକଟରେ ଥାଏ। ତୁମ ଜୀବନରେ ଅନ୍ଧାର ସମାଜ ମଧ୍ୟ ତୁମକୁ ଶକ୍ତିଶାଳୀ କରିବା ପାଇଁ ଆସିଛି। ହାର ମାନନି, ଆଗକୁ ବଢ଼। ନିଜକୁ ବିଶ୍ୱାସ କର। ଦିନେ ତୁମେ ପଛକୁ ଦେଖି କହିବ, ମୁଁ ଭାବିଥିଲି ମୁଁ ସାଧାରଣ, କିନ୍ତୁ ମୁଁ ତ ତାଠାରୁ ଅଧିକ ଥିଲି। ଦେଖ ଯେ ତୁମ ଜୀବନର କାହାଣୀ ଏଯାବତ୍ ଶେଷ ହୋଇନି, ଏହା ତ ମାତ୍ର ଆରମ୍ଭ। ତୁମେ ଯେତେ ଦୁଃଖ ଦେଖିଛ, ଯେତେ ଅସୁବିଧା ଭୋଗୁଛ, ଯେତେ ଥର ହାରିଛ, ସେ ସବୁ ତୁମକୁ ଭାଙ୍ଗିବା ପାଇଁ ନୁହେଁ, ତୁମକୁ ଗଢ଼ିବା ପାଇଁ ଆସିଛି। ଜୀବନ କେବେ ସହଜ ହୁଏ ନାହିଁ, କିନ୍ତୁ ମଣିଷ ଶକ୍ତିଶାଳୀ ହୋଇପାରେ। ଏବଂ ଯେତେବେଳେ ମଣିଷ ନିଜ ମନକୁ ଶକ୍ତ କରେ, ସେତେବେଳେ ତାଙ୍କ ପାଇଁ କିଛି ଅସମ୍ଭବ ରହେ ନାହିଁ। ତୁମେ ହୋଇପାରେ ଅନେକ ଥର ଭାବିଛ ଯେ ମୋ ପାଖରେ କିଛି ନାହିଁ, ମୋର ଭାଗ୍ୟ ଖରାପ, ମୋର ସମାଜ ଭଲ ନୁହେଁ। କିନ୍ତୁ ସତ୍ୟ କଥା ହେଉଛି, ଭାଗ୍ୟ ଓ ସମାଜ ସେମାନଙ୍କ ପାଖରେ ହାର ମାନେ।
ଯେଉଁମାନେ ନିଜ ଚିନ୍ତାକୁ ବଡ଼ କରନ୍ତି। ଯେଦିନ ତୁମେ ନିଜକୁ ଛୋଟ ଭାବିବା ବନ୍ଦ କରିଦେବ ସେଦିନ ତୁମର ଜୀବନ ନୂଆ ଦିଗକୁ ଘୂରିଯିବ। ମନେ ରଖ, ଆକାଶ ମଧ୍ୟ ସେମାନଙ୍କ ପାଇଁ ଖୋଲା ଯେଉଁମାନେ ଉଡ଼ିବାକୁ ସାହସ କରନ୍ତି। ଆଜି ଯେ ଲୋକ ତୁମକୁ ଅବହେଳା କରୁଛନ୍ତି, ସେମାନେ କହୁଛନ୍ତି ତୁ ପାରିବୁ ନାହିଁ, ସେମାନଙ୍କ କଥାରୁ ହୃଦୟରେ ନେବା ଦରକାର ନାହିଁ। ଲୋକମାନେ ସେହି ମଣିଷକୁ ନିଆରା କରନ୍ତି ଯାହାର ଭିତରେ କିଛି କରିବାର ଅଗ୍ନି ଥାଏ। ଯଦି ତୁମ ପାଖରେ ସ୍ୱପ୍ନ ନଥାନ୍ତା, ଲକ୍ଷ୍ୟ ନଥାନ୍ତା, ତେବେ କେହି ତୁମକୁ ନେଇ କଥା କହୁଥାନ୍ତା। ତେଣୁ ଆଲୋଚନାକୁ ଭୟ କରନି, ତାକୁ ଅଗ୍ନି କର, ତାକୁ ଶକ୍ତି କର। ସେହି କଥା ମାନେ ତୁମକୁ ଅଗ୍ନି ଦେବ। ତୁମେ ମନେ ରଖିବା ଦରକାର ଯେ ଧୀରେ ଧୀରେ ଚାଲିଲେ ମଧ୍ୟ ଆଗକୁ ଯିବା ହେଉଛି ଜିତ୍। ଗୋଟେ ଦିନରେ ସଫଳତା ଆସେ ନାହିଁ। ଦିନକୁ ଦିନ ଛୋଟ ଚେଷ୍ଟା, ଛୋଟ ପରିବର୍ତ୍ତନ, ଛୋଟ ଡିସିପ୍ଲିନ୍ ଏସବୁ ମିଶିକି ଗୋଟେ ବଡ଼ ସଫଳତା ତିଆରି କରେ। ଯେମିତି ନଦୀ ଟିକେ ଟିକେ ପାଣିରେ ପୂର୍ଣ୍ଣ ହୁଏ, ଠିକ୍ ସେହିପରି ଜୀବନ ମଧ୍ୟ ଟିକେ ଟିକେ ପ୍ରୟାସରେ ବଡ଼ ହୁଏ। ନିଜକୁ ଭଲ ପାଅ, ନିଜ ଉପରେ ବିଶ୍ୱାସ କର। ତୁମେ ଯେତେବେଳେ ନିଜ ପାଖରେ ଦଣ୍ଡାୟମାନ ହେବ, ସାରା ଦୁନିଆ ତୁମ ପାଖରେ ଆସି ଦଣ୍ଡାୟମାନ ହେବ। କିନ୍ତୁ ଯଦି ତୁମେ ନିଜକୁ ସନ୍ଦେହ କରିବ, ତେବେ ସୁଯୋଗ ମଧ୍ୟ ତୁମକୁ ଡରିବ। ସେଥିପାଇଁ ନିଜ ମନରେ ଶକ୍ତ ଶବ୍ଦ ରଖ। ପ୍ରତିଦିନ ନିଜକୁ କହ ଯେ ତୁମେ ପାରିବ, ତୁମେ ଯୋଗ୍ୟ ଓ ତୁମେ ଅସାଧାରଣ। କେବେ କେବେ ଜୀବନ ତୁମକୁ ଏମିତି ସ୍ଥିତିରେ ନେଇଯାଏ ଯେଉଁଠାରେ ସବୁ ଦ୍ୱାର ବନ୍ଦ ଲାଗେ। କିନ୍ତୁ ସତ୍ୟ କଥା ହେଉଛି ଦ୍ୱାର ବନ୍ଦ ନୁହେଁ, ତୁମ ଚିନ୍ତା ବନ୍ଦ। ଚିନ୍ତାକୁ ଖୋଲ, ରାସ୍ତା ଦେଖାଦେବ। ଆଶାକୁ ଜୀବନ୍ତ ରଖ, ଆଲୋକ ଦେଖାଯିବ। ଯେ ପର୍ଯ୍ୟନ୍ତ ତୁମେ ଚେଷ୍ଟା କରୁଛ ସେ ପର୍ଯ୍ୟନ୍ତ ତୁମେ ହାରି ନାହିଁ। ଏ ଦୁନିଆରେ ଅନେକ ଲୋକ ଆସିଥିଲେ ଏବଂ ଚାଲିଗଲେ। ସେମାନଙ୍କୁ ମନେ ରଖାଯାଏ ଯେଉଁମାନେ ନିଜ ସ୍ୱପ୍ନକୁ ସତ୍ୟ କରିଥିଲେ। ତୁମେ ମଧ୍ୟ ସେମାନଙ୍କ ମଧ୍ୟରୁ ହୋଇପାରିବ। ତୁମ ଜୀବନ କେବଳ ଖାଇବା, ଶୋଇବା, ଦିନ କାଟିବା ପାଇଁ ନୁହେଁ। ତୁମେ ଏଠାରେ କିଛି ମହାନ କରିବା ପାଇଁ ଆସିଛ। ତୁମର ଜୀବନ ଏକ ଅର୍ଥ ଅଛି, ଏକ ଲକ୍ଷ୍ୟ ଅଛି। ଆଜି ଯଦି ତୁମେ କ୍ଳାନ୍ତ, ଟିକେ ବିଶ୍ରାମ ନିଅ, କିନ୍ତୁ ସ୍ୱପ୍ନ ଛାଡ଼ନି। ଟିକେ ଧୀରେ ଚାଲ, କିନ୍ତୁ ପଛକୁ ଫେରନି। ତୁମ ଗତି ଧୀରେ ହୋଇପାରେ, କିନ୍ତୁ ତୁମ ଦିଗ ଠିକ୍ ରଖ। ଦିଗ ଠିକ୍ ଥିଲେ ଦିନେ ନା ଦିନେ ତୁମର ଲକ୍ଷ୍ୟ ନିଶ୍ଚୟ ମିଳିବ। ଦେଖ, ମନେ ରଖ, ଝଡ଼ ସବୁବେଳେ ବଡ଼ ଗଛକୁ ଲକ୍ଷ୍ୟ କରେ, କାରଣ ସେମାନେ ଉଚ୍ଚରେ। ତୁମ ଜୀବନର ଝଡ଼ ମଧ୍ୟ କହୁଛି ଯେ ତୁମେ ଛୋଟ ନୁହେଁ, ତୁମେ ବଡ଼ ହେବାକୁ ଯାଉଛ, ତୁମେ ଉଠିବାକୁ ଯାଉଛ, ତୁମେ ଚମକିବାକୁ ଯାଉଛ। ତେଣୁ ଆଜି ଗୋଟେ ନିଷ୍ପତ୍ତି ନିଅ। ତୁମେ ଆଉ ଡରରେ ବଞ୍ଚିବ ନାହିଁ, ସନ୍ଦେହରେ ବଞ୍ଚିବ ନାହିଁ, ଛୋଟ ଚିନ୍ତାରେ ବଞ୍ଚିବ ନାହିଁ। ଆଜିଠାରୁ ବଡ଼ ଭାବିବ, ବଡ଼ ସ୍ୱପ୍ନ ଦେଖିବ, ବଡ଼ କାମ କରିବ। ଯେତେ ଥର ପଡ଼ିବ ସେତେ ଥର ଉଠିବ, କାରଣ ହାର ମାନିବା ତୁମ ପାଇଁ ନୁହେଁ। ଦିନେ ନା ଦିନେ ତୁମେ ନିଜ କାହାଣୀ କହିବ ଏବଂ ଲୋକ ପ୍ରେରିତ ହେବେ। ଦିନେ ତୁମ ସଫଳତା ଅନ୍ୟମାନଙ୍କ ପାଇଁ ଆଶା ହେବ। ସେହି ଦିନ ପାଇଁ ଆଜି ପରିଶ୍ରମ କର, ସେ ଭବିଷ୍ୟତ ପାଇଁ ଆଜି ନିଜକୁ ତିଆରି କର। ଆଉ ମନେ ରଖ, ତୁମେ ସାଧାରଣ ନୁହେଁ। ତୁମ ଭିତରେ ଏକ ଅଦ୍ଭୁତ ଶକ୍ତି ଲୁଚିଛି, ଯାହାକୁ ଜାଗୃତ କର। ନିଜକୁ ବିଶ୍ୱାସ କର ଏବଂ ଆଗକୁ ଚାଲ। ଦୁନିଆ ଦିନେ ନା ଦିନେ ତୁମକୁ ଚିହ୍ନିବ, କିନ୍ତୁ ତା ପୂର୍ବରୁ ତୁମେ ନିଜକୁ ଚିହ୍ନ। ଯେତେବେଳେ ତୁମେ ନିଜକୁ ଚିହ୍ନିବ, ସେତେବେଳେ ତୁମ ଜୀବନ ସତରେ ବଦଳିଯିବ।